ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ସାଇ ଟ୍ୟୁଟୋରିଆଲ୍। ଆଜି ଆମେ ନବମ ଶ୍ରେଣୀ ସାହିତ୍ୟ ବହିରେ ଥିବା ତୃତୀୟ କବିତା ପଦ୍ମର ପାର୍ଟ 2ଟିକୁ ଡିସ୍କସନ୍ କରିବା। ଚାଲନ୍ତୁ ଆମେ ଆଜି ଆରମ୍ଭ କରିବା। କୁହାଯାଇଛି, ଶ୍ଵେତ ଲୋହିତେ ରଙ୍ଗା ତୋ ଶୁଭ୍ର ତନୁ, ବାରେ ଦେଖିଲେ କେବେ ନଯିବ ମନୁ। ସର୍ବଶୋଭାର ତୁହି ଉପମା ସ୍ଥଳ, ଭକତ ପ୍ରେମିକର ତୁହି ସମ୍ବଳ। କ'ଣ ନା ଶ୍ଵେତ ଲୋହିତେ ରଙ୍ଗା ତୋ ଶୁଭ୍ର ତନୁ। ଶ୍ଵେତ କହିଲେ ଏଠି ଆମେ ଧଳାକୁ ବୁଝିବା। ଶ୍ଵେତ ମାନେ ଧଳା ଏବଂ ଲୋହିତ ମାନେ ଲାଲ କଲର। ଶ୍ଵେତ ଲୋହିତେ ରଙ୍ଗା ତୋ ଶୁଭ୍ର ତନୁ। ଶୁଭ୍ର କହିଲେ ଧଳା। ଏଠି ତ କୁହାଯାଇଛି କି ଏଠି କବି କହିଛନ୍ତି ଶ୍ଵେତ ଏବଂ ଲୋହିତ ରଙ୍ଗରେ, ଧଳା ଏବଂ ଲାଲ ରଙ୍ଗର ମିଶ୍ରଣରେ ତୋର ତନୁଟି ସୃଷ୍ଟି ହେଉଛି, ବା ତୋର ଶରୀର ଶ୍ଵେତ ଏବଂ ଲୋହିତ ରଙ୍ଗ ବା ଧଳା ଏବଂ ଲାଲ ରଙ୍ଗର ସମ୍ମିଶ୍ରଣରେ ତୋର ଶରୀର। କାହାର ନା ପଦ୍ମର ଶରୀରକୁ କୁହାଯାଇଛି ବା କବି କହିଛନ୍ତି କି ଧଳା ଏବଂ ଲାଲ ରଙ୍ଗର ସମ୍ମିଶ୍ରଣ। ତାପରେ କହିଛି, ବାରେ ଦେଖିଲେ କେବେ ନଯିବ ମନୁ। ତାକୁ ଥରେ ଯଦି ଆମେ ଦେଖିବା, ଆମ ମନରୁ କେବେ ବି ହେଲେ ଯିବ ନାହିଁ ବୋଲି ଏଠି କବି କହିଛନ୍ତି। ଆମେ କେବେ ହେଲେ ପାସୋରି ପାରିବା ନାହିଁ ପଦ୍ମର ଶରୀରକୁ ବା ତନୁକୁ ବୋଲି ଏଠି କବି କହିଛନ୍ତି। ସର୍ବଶୋଭାର ତୁହି ଉପମା ସ୍ଥଳ, ଭକତ ପ୍ରେମିକର ତୁହି ସମ୍ବଳ। କ'ଣ ନା ସର୍ବଶୋଭାର ତୁହି ଉପମା ସ୍ଥଳ। ଉପମା ସ୍ଥଳ କହିଲେ ଏଠି ମୁଁ ଫାଷ୍ଟ କ୍ଲିୟର କରିବାକୁ ଚାହୁଁଛି, ଉପମା ସ୍ଥଳ ହେଉଛି ଯେଉଁଟାକୁ ଆମେ ତୁଳନା କରିପାରିବା ନାହିଁ। ସିଏ ଏତେ ସୁନ୍ଦର ଯେ, ସେ ପଦ୍ମ ଏତେ ସୁନ୍ଦର ଯେ ଆମେ ତାକୁ କାହା ସହିତ ବି ତୁଳନା କରାଯାଇ ପାରିବ ନାହିଁ। ସର୍ବଶୋଭାର, ସବୁ ସୌନ୍ଦର୍ଯ୍ୟର ଭରପୁର ଗନ୍ତାଘର ହେଉଛି ପଦ୍ମ। ସେଥିପାଇଁ କୁହାଯାଇଛି ଉପମା ସ୍ଥଳ ବୋଲି କୁହାଯାଇଛି ପଦ୍ମକୁ। ସର୍ବଶୋଭାର ବା ସବୁଠୁ ସୁନ୍ଦର ହେଉଛି ପଦ୍ମ। ତାପରେ କୁହାଯାଇଛି, ଭକତ ପ୍ରେମିକର ତୁହି ସମ୍ବଳ। ଭକ୍ତ ରୂପକ ପ୍ରେମିକର, ଏଠି ଭଗବାନ ହେଉଛନ୍ତି ପଦ୍ମ ଏବଂ ଭକ୍ତ ହେଉଛି ତାଙ୍କର ପ୍ରେମିକ ବା ତାଙ୍କୁ ଯିଏ ଭଲ ପାଏ। ଭକତ ପ୍ରେମିକର ତୁହି ସମ୍ବଳ। ତୁ ହେଉଛି ସମ୍ବଳ ବା ଶକ୍ତି ବା ପୁଞ୍ଜି। କାରଣ ଭକତ ପ୍ରେମିକର ବା ଭକ୍ତ ରୂପକ ପ୍ରେମିକର ତୁ ହେଉଛି ପୁଞ୍ଜି ବୋଲି ଏଠି କବି କହିଛନ୍ତି। ତାପରେ ଚାଲନ୍ତୁ ଦେଖିବା, ସ୍ନେହ କରୁଣା ଭକ୍ତି ପବିତ୍ର ରସ, ପୁରିଛି ତୋ ଅନ୍ତର ରେତାମ ରସ। ନୋହିଲେ କାହୁଁ ତୋର ଦର୍ଶନେ ମନ, ବିମଳ ପ୍ରେମ ରସେ ହୁଏ ମଗନ। କ'ଣ ନା ସ୍ନେହ କରୁଣା ଭକ୍ତି ପବିତ୍ର ରସ। ସ୍ନେହ ରସ ଏବଂ କରୁଣା ରସ ଏବଂ ଭକ୍ତି ରସ, ଏଇ ତିନିଟି ରସ ପଦ୍ମର କ'ଣ ନା ଅନ୍ତରରେ ବା ଶରୀରରେ ରହିଛି ବୋଲି ଏଠି କବି କହିଛନ୍ତି। ସ୍ନେହ କରୁଣା ଭକ୍ତି ପବିତ୍ର ରସ, ଏହି ତିନି ରସ ପୁରିଛି ତୋ ଅନ୍ତର ରେତାମ ରସ। ତାମ ରସ କହିଲେ ଏଠି ପଦ୍ମକୁ ବୁଝିବା। ପଦ୍ମର ଶରୀରରେ ବା ପଦ୍ମର ଅନ୍ତରରେ କ'ଣ ନା ସ୍ନେହ ରସ, କରୁଣା ରସ ଏବଂ ଭକ୍ତିର ରସ, ଏଇ ତିନି ପବିତ୍ର ରସ ଭରପୁର ହେଇଅଛି ବୋଲି ଏଠି କୁହାଯାଇଛି। ତାପରେ ଦେଖିବା, ନୋହିଲେ କାହୁଁ ତୋର ଦର୍ଶନେ ମନ, ବିମଳ ପ୍ରେମ ରସେ ହୁଏ ମଗନ। କୁହାଯାଇଛି କି ଯଦି ଏଇ ତିନିଟା ନଥାନ୍ତା, ତାହେଲେ ଆମେ ଦର୍ଶନ କଲା ପରେ ଆମ ମନ କାହିଁକି ଲାଖିକି ରହିଯାଆନ୍ତା, ସେଠି ଲାଖିକି ରୁହନ୍ତା ନାହିଁ। ଏଇ ତିନିଟା ଯଦି ନଥାନ୍ତା, ତାହେଲେ ଆମ ମନ ସେଠି ପଦ୍ମକୁ ଦେଖିଲେ ସେଠି ଲାଖି ରହିଯାଆନ୍ତା ନାହିଁ। ଏଇ ତିନି ରସ ଥିବା କାରଣରୁ ଆମ ମନ ମଗନ ହୁଏ ବା ଲାଖିକି ସେଠି ରହିଯାଏ। ତାପରେ ଚାଲନ୍ତୁ ଦେଖିବା, କୁହାଯାଇଛି, ମଧୁମୟ ପବିତ୍ର ଯାହା ବିଶ୍ୱରେ, ତୋ ନାମ ସଙ୍ଗେ ମିଶା ବିଧାତା ପରେ। ପ୍ରିୟ ମୁଖ ନୟନ କର ଚରଣ, ତୋ ନାମ ସଙ୍ଗେ ସିନା ସୁଖ କାରଣ। କ'ଣ ନା ମଧୁମୟ ପବିତ୍ର ଯାହା ବିଶ୍ୱରେ। ମଧୁମୟ ହେଲା ବହୁତ, ମଧୁ କହିଲେ ମହୁକୁ ବୁଝାଏ। ଏଠି ମଧୁମୟ ପବିତ୍ର, ବହୁତ ପବିତ୍ର, ମହୁ ପରିକା ପବିତ୍ର ଯାହା ବିଶ୍ୱରେ ଅଛି, ତା ନାମ ସାଙ୍ଗରେ ବା ତା ନାମ ସହିତ ଭଗବାନଙ୍କ ନାମ ମିଶିକି ଏଠି ରହିଛି। ତା ଅର୍ଥାତ୍ ପଦ୍ମକୁ ଏଠି କୁହାଯାଇଛି ପଦ୍ମର ଅନ୍ତରରେ ମଧୁ ଥିବାରୁ ବା ମହୁ ଥିବାରୁ, ସେଥିପାଇଁ ମଧୁମୟ ପବିତ୍ର। ସେ ପଦ୍ମ ହେଉଛି ପବିତ୍ର ଏବଂ ମଧୁମୟ। ସେଇ ମହୁର ପଦ୍ମ ବା ମହୁ ରୂପକ ପବିତ୍ର ଯାହା ବିଶ୍ୱରେ ଅଛି, ସେଇ ପଦ୍ମର ଅନ୍ତରରେ ତୋ ନାମ ସଙ୍ଗେ ବା ପଦ୍ମକୁ କୁହାଯାଇଛି ପଦ୍ମ ନାମ ସାଙ୍ଗରେ ମିଶିକି ବିଧାତା ବା ଭଗବାନଙ୍କ ଆଶୀର୍ବାଦରେ
ରହିଛି ଏଇ ପଦ୍ମ। ପ୍ରିୟ ମୁଖ ନୟନ କର ଚରଣ, ତୋ ନାମ ସଙ୍ଗେ ସିନା ସୁଖ କାରଣ। ପ୍ରିୟ ମୁଖ ନୟନ, ପଦ୍ମକୁ ନୟନ ସହିତ ତୁଳନା କରାଯାଏ, ମୁଖ ସହିତ ମଧ୍ୟ କେତେକ ତୁଳନା କରାଯାଏ। ସରି, ପ୍ରିୟ ମୁଖ ନୟନ କର ଚରଣ, ତୋ ନାମ ସଙ୍ଗେ ସିନା ସୁଖ କାରଣ। ପ୍ରିୟ ମୁଖ ମୁହଁ ଏବଂ ନୟନ ଆଖି ଏବଂ କର ହାତ ଏବଂ ଚରଣ ପାଦ, ଏଗୁଡ଼ିକୁ ପଦ୍ମ ସହିତ ମଧ୍ୟ ତୁଳନା କରାଯାଏ। ଏଗୁଡ଼ିକ ତା ବା ପଦ୍ମ ନାମରେ ବା ପଦ୍ମର ନାମ ସଙ୍ଗରେ ମିଶିକି ସୁଖର କାରଣ ହୁଏ ବୋଲି ଏଠି କବି କହିଛନ୍ତି। ତାର କ'ଣ ଦେଇଛି ଦେଖିବା। ସତ୍ୟ ଶିବ ସୁନ୍ଦର ପରମେଶ୍ୱର, ନାମ ସଙ୍ଗତେ ଲଗ୍ନ ନାମ ତୋହର। ତେଣୁରେ ଅରବିନ୍ଦ ଭକ୍ତ ଜନର, ବିଭୁ ପଦାରବିନ୍ଦ ସୁମନୋହର। କୁହାଯାଇଛି ସତ୍ୟ ଶିବ ସୁନ୍ଦର କୁହାଯାଇଛି ସତ୍ୟ ଶିବ ସୁନ୍ଦର ପରମେଶ୍ୱର, ନାମ ସଙ୍ଗତ ଲଗ୍ନ ନାମ ତୋହର। ତେଣୁରେ ଅରବିନ୍ଦ ଭକ୍ତ ଜନର, ବିଭୁ ପଦାରବିନ୍ଦ ସୁମନୋହର। ନା ସତ୍ୟ ଶିବ ସୁନ୍ଦର, ଶିବ ଆମେ ଜାଣିଛନ୍ତି କି ଶିବ ହେଉଛନ୍ତି ଭଗବାନ, ଶିବ ହେଉଛନ୍ତି ସତ୍ୟ ଏବଂ ସୁନ୍ଦର। ଏଇ ଭଗବାନ ଶିବଙ୍କ ଭଳି ସତ୍ୟ ଏବଂ ସୁନ୍ଦର ପରମେଶ୍ୱର ହେଉଛନ୍ତି ସେଇ ଭଗବାନ। ନାମ ସଙ୍ଗତେ ଲଗ୍ନ ନାମ ତୋହର, ପଦ୍ମକୁ କୁହାଯାଇଛି କି ତୋ ନାମ ଭଗବାନଙ୍କ ନାମ ସହିତ ଏବଂ ଲଗ୍ନ ସହିତ ମିଶିକି ରହିଛି ବୋଲି ଏଠି କୁହାଯାଇଛି। ତେଣୁରେ ଅରବିନ୍ଦ ଭକ୍ତ ଜନର, ବିଭୁ ପଦାରବିନ୍ଦ ସୁମନୋହର। ଅରବିନ୍ଦ କହିଲେ ଅରବିନ୍ଦର ଅର୍ଥ ହେଉଛି ପଦ୍ମ। ତେଣୁରେ ଅରବିନ୍ଦ ଭକ୍ତ ଜନର, ପଦ୍ମକୁ ଏଠି ସମ୍ବୋଧନ କରି କୁହାଯାଇଛି କି ତେଣୁରେ ପଦ୍ମ ଭକ୍ତ ଜନର, ଭକ୍ତମାନଙ୍କର, ବିଭୁ କହିଲେ ଭଗବାନ, ପଦାରବିନ୍ଦ କହିଲେ ଗୃହ, ଭଗବାନଙ୍କ ଗୃହ ସହିତ ସମାନ ଏବଂ ସୁମନୋହର ବହୁତ ସୁନ୍ଦର ଦେଖାଯାଏ। ତେଣୁରେ ଅରବିନ୍ଦ ଭକ୍ତ ଜନର, ହେ ଅରବିନ୍ଦ, ହେ ପଦ୍ମ, ଭକ୍ତ ଜନର, ତୁ ହେଉଛି ଭଗବାନଙ୍କ ଗୃହ ସହିତ ତୁଳନୀୟ ଏବଂ ସୁନ୍ଦର ମଧ୍ୟ ଏଠି ପଦ୍ମକୁ କୁହାଯାଇଛି। ତାପରେ ଦେଖିବା ସର୍ବଶୋଭାର ସଦ୍ମ ରେ ପଦ୍ମ ତୋର, ସଙ୍ଗେ ନିଗୁଢ଼ ଯୋଗ ଅଛଇ ମୋର। ଜୀବନ ମରଣରେ ତୋ ସଙ୍ଗେ ମିଶି, ଥାଉ ମୋ ମନ ପଦ୍ମ ଦିବସ ନିଶି। ସର୍ବଶୋଭାର ସଦ୍ମ ରେ ପଦ୍ମ ତୋର, ଏଠି ଆଉ ଗୋଟେ ୱାର୍ଡ ପ୍ରତି ଦିଆହେଇଛି କି କୁହାଯାଇଛି କି ସଦ୍ମ। ସଦ୍ମ କହିଲେ କୁହାଯାଇଛି କି ସର୍ବଶୋଭାର ସଦ୍ମ ରେ ପଦ୍ମ ତୋର। ସଦ୍ମ କହିଲେ ଏଠି ଗୃହକୁ ବୁଝାଏ ବା ଘର। ସର୍ବଶୋଭାର ସଦ୍ମ ରେ ପଦ୍ମ ତୋର, ପଦ୍ମ ହେଉଛି ସବୁ ଶୋଭାର ଉପମାସ୍ଥଳୀ ବା ସବୁ ଯେତେ ସବୁ ସୁଖ ସୁବିଧା ବା ସୌନ୍ଦର୍ଯ୍ୟ ଅଛି ପଦ୍ମ ସହିତ ତୁଳନୀୟ। ସେଥିପାଇଁ କୁହାଯାଇଛି ସର୍ବଶୋଭାର ସଦ୍ମ ରେ ପଦ୍ମ ତୋର, ସଙ୍ଗେ ନିଗୁଢ଼ ଯୋଗ ଅଛଇ ମୋର। ମୋ ସହିତ ନିଗୁଢ଼ ଯୋଗ ବା ସମ୍ପର୍କ, ନିଗୁଢ଼ ସମ୍ପର୍କ ରହିଛି। ଜୀବନ ମରଣରେ ତୋ ସଙ୍ଗେ ମିଶି, ଥାଉ ମୋ ମନ ପଦ୍ମ ଦିବସ ନିଶି। କବି କହିଛନ୍ତି କି ଏଠି ତାଙ୍କ ମନ ପଦ୍ମଙ୍କ କଥା କୁହାଯାଇଛି। ତାଙ୍କ ମନ ପଦ୍ମ ଏହି ପଦ୍ମଠୁ ବି ସୁନ୍ଦର ବୋଲି କହିଛନ୍ତି କବି। ସଙ୍ଗେ ନିଗୁଢ଼ ଯୋଗ ଅଛଇ ମୋର, କ'ଣ ନା ଏଇ ପଦଟିର ଅର୍ଥ କହିବାକୁ କ'ଣ କହିଛନ୍ତି ନା ତାଙ୍କ ମନ ପଦ୍ମ ଏହି ଥିବା ପୋଖରୀରେ ଥିବା ପଦ୍ମଠାରୁ ଅଧିକ ସୁନ୍ଦର ଏବଂ ଏହି ପୋଖରୀରେ ଥିବା ପଦ୍ମ ଏବଂ ତାଙ୍କ ମନର ପଦ୍ମ ସମାନ ବୋଲି ଏଠି କହିଛନ୍ତି। ଜୀବନ ମରଣରେ ତୋ ସଙ୍ଗେ ମିଶି, ଥାଉ ମୋ ମନ ପଦ୍ମ ଦିବସ ନିଶି। ସବୁଦିନ ଜୀବନ ଏବଂ ମରଣର ସାଙ୍ଗରେ ମିଶିକି ଏହି ପଦ୍ମ ସହିତ ମିଶିକି ଆମ ମନ ପଦ୍ମ ରାତି ଦିନ ଏହି ପଦ୍ମ ସହିତ ମିଶିକି ରହିବା ବୋଲି କବି ଏଠି କହିଛନ୍ତି। ତାପରେ ଚାଲନ୍ତୁ ଦେଖିବା କଳୁଷ ପଙ୍କେ ମୁହିଁ କେଡ଼େ ମଳିନ, କେମନ୍ତେ ସରି ତୋର ହେବି ନଳିନ। ପଙ୍କଜ ଅଟୁ ତୁହି ତେଣୁ ଭରସା, ତୋପରି ଶୁଭ୍ର ହେବି ଲଭି ସୁଦଶା। କଳୁଷ ପଙ୍କେ ମୁହିଁ କେଡ଼େ ମଳିନ, ତାର ଅର୍ଥ ହେଉଛି ଆମେ ଏଇ ଯେଉଁ ସଂସାରରେ ଅଛନ୍ତି, ସଂସାର ରୂପକ ସାଗର, ଏଇ ସଂସାରଟି ହେଉଛି କଳୁଷ। କଳୁଷ କବି ଏଠି କହିଛନ୍ତି କଳୁଷ ପଙ୍କରେ, ଏଇ ସଂସାର ରୂପକ କଳୁଷ ପଙ୍କରେ ମୁଁ କେତେ ମଳିନ ବା ମଳି ହେଇକି ଏଠି ରହିଯାଇଛି ସଂସାର ସାଗରରେ। କେମନ୍ତେ ସରି ତୋର ହେବି ନଳିନ, ନଳିନ କହିଲେ ପଦ୍ମ। ଏଠି କୁହାଯାଇଛି କି ସେଥିପାଇଁ କହିଛନ୍ତି
କଳୁଷ ପଙ୍କରେ ମୁଁ ବୁଡ଼ିକି ସବୁବେଳେ ରହିକି ମଳିନ ହୋଇଯାଇଛି ଏବଂ ତୋ ସରି ବା ତୋ ସହିତ ମୁଁ କିପରି ସମାନ ହେବି ରେ ପଦ୍ମ, ମୋ ମନ ପଦ୍ମ କିପରି ତୋ ସହିତ ସମାନ ହେବ ବୋଲି ଏଠି କହିଛନ୍ତି। ପଙ୍କଜ ଅଟୁ ତୁହି ତେଣୁ ଭରସା, ତୋପରି ଶୁଭ୍ର ହେବି ଲଭି ସୁଦଶା। ତାପରେ କହିଛନ୍ତି କ'ଣ ନା ପଙ୍କଜ, ପଙ୍କଜ କହିଲେ ପଙ୍କରୁ ଯିଏ ଜାତ ତାକୁ କୁହାଯାଏ ପଙ୍କଜ। ପଙ୍କଜ ହେଉଛି ପଦ୍ମ, ସେଥିପାଇଁ କୁହାଯାଉଛି ପଦ୍ମକୁ କୁହାଯାଇଛି କି କବି କହିଛନ୍ତି ପଙ୍କଜ ତୁ ହେଉଛି ପଙ୍କରୁ ଜାତ ବା ପଙ୍କରୁ ଜନ୍ମଗ୍ରହଣ କରୁ। ପଙ୍କଜ ଅଟୁ ତୁଇ, ମୁଁ କଳୁଷ ପଙ୍କରେ ରହିକି ମଳିନ ହେଇଛି ଏବଂ ତୁ ପଙ୍କରୁ ଜାତ ବା ଜନ୍ମଗ୍ରହଣ କରିଛୁ, ସେଥିପାଇଁ ମୁଁ ତୋ ଉପରେ ଭରସା କରିଛି ଏବଂ ତୋ ପରିକା ହେବି ବୋଲି ଏଠି କହିଛନ୍ତି କବି। ତୋପରି ଶୁଭ୍ର ହେବି ଲଭି ସୁଦଶା, ତୋ ପରି କିପରି ମୁଁ ନିର୍ମଳ ହେବି, କିପରି ସଫା ହେବି ସୁଦଶା ଲାଭ କରିକି ବା ଭଲ ଦଶା ଲାଭ କରିକି ବୋଲି ଏଠି କବି କହିଛନ୍ତି। ତାପରେ ଦେଖିବା କୁହାଯାଇଛି ଅନନ୍ତ ମହେଶ୍ୱରେ ମୋ ପ୍ରାଣ ସାଇଁ, ବୋଲି ରାଜୀବ ସଦା ଥିବି ଅନାଇଁ, ଶିଖାଅ ମୋତେ ସଦା ଏ ପୁଣ୍ୟ ବ୍ରତ, ତୋର ଆଶିଷେ ପୁରୁ ମୋ ମନୋରଥ। କହିଛି କ'ଣ ନା ଅନନ୍ତ ମହେଶ୍ୱରେ ମୋ ପ୍ରାଣ ସ୍ୱାଇଁ, କବି କହିଛନ୍ତି ମୋର ପ୍ରାଣ ସାଇଁ ହେଉଛନ୍ତି ଅନନ୍ତ ମହେଶ୍ୱର ଭଗବାନ ଶିବ। ବୋଲି ରାଜୀବ ସଦା ଥିବି ଅନାଇ, ରାଜୀବ କହିଲେ ପଦ୍ମ, ତତେ ହେ ପଦ୍ମ ତତେ ମୁଁ ସବୁବେଳେ ଅନେଇକି ଥିବି ବୋଲି ଏଠି କବି କହିଛନ୍ତି। ଶିଖା ମୋତେ ସଦା ଏ ପୁଣ୍ୟ ବ୍ରତ, ତୁମେ ଯେଉଁପରି ଭାବରେ ପୁଣ୍ୟ ପବିତ୍ର ହୋଇ ରହିଛ ଏଇ ପଙ୍କରେ ରହିକି ମଧ୍ୟ କିପରି ରହିଛ ସେଟାକୁ ମୋତେ ଶିଖା, ସବୁବେଳ ପାଇଁ ଶିଖା ବୋଲି ଏଠି କବି କହିଛନ୍ତି। ତୋର ଆଶିଷେ ପୁରୁ ମୋ ମନୋରଥ, ମୋ ମନର ରଥ ତମର ବା ପଦ୍ମର ଆଶିଷରେ ପୁରୀ ଉଠୁ ବୋଲି ଏଠି କବି ବର୍ଣ୍ଣନା କରିଛନ୍ତି। ଏତିକିରେ କବିତାଟି ସରିଯାଇଛି। କବି ଏଠି ବହୁତ ଭଲ ଭାବରେ ପଦ୍ମ କଥା ଏବଂ ଭକ୍ତ ଭଗବାନଙ୍କ କଥା ବର୍ଣ୍ଣନା କରିଛନ୍ତି। ଭକ୍ତ ଭଗବାନଙ୍କର ସମ୍ପର୍କ ଏବଂ ତାଙ୍କ ମନର କବିଙ୍କ ମନର ପଦ୍ମ ଏବଂ ଏଇ କଳୁଷ ବା ଏଇ ପଙ୍କରୁ ଜାତ ହୋଇଥିବା ପଦ୍ମକୁ ତୁଳନା ମଧ୍ୟ କରିଛନ୍ତି। ତାପରେ ଆମେ ଟିକେ ଦେଖିନେବା ଯେଉଁ ସୂଚନା ଅଛି ବା ଶବ୍ଦାର୍ଥଟିକୁ କାହାର ଅର୍ଥ କ'ଣ। କୋଟି ମାନେ କୋଟିଏ ସଂଖ୍ୟା, ନିଧି ମାନେ ସମ୍ପତ୍ତି, ବିହି ମାନେ ବିଧାତା, ଭାସ୍କର ମାନେ ସୂର୍ଯ୍ୟ ଆମେ ଜାଣିଛନ୍ତି, ଦିବାକର ମାନେ ମଧ୍ୟ ସୂର୍ଯ୍ୟ ବୋଲି ଆମେ ଜାଣିଛନ୍ତି, ଉତ୍ପଳ ମାନେ ପଦ୍ମ, ଅବିରଳ ମାନେ ନିବିଡ଼ ବା ଘନ ବା ବହୁତ ସଂଶ୍ଳିଷ୍ଟ, ମକରନ୍ଦ କହିଲେ ଫୁଲର ମହୁ ବା ପୁଷ୍ପମଧୁ, ସୌରଭ କହିଲେ ବାସ୍ନା, ତାମରସ ମାନେ ପଦ୍ମ, ବିଧାତା ବରେ ମାନେ ଭଗବାନଙ୍କ ଆଶୀର୍ବାଦ, ବରେ କହିଲେ ଆଶୀର୍ବାଦ, ବିଧାତା କହିଲେ ଭଗବାନ, ଲଗ୍ନ ହେଲା ଲାଗିବା ବା ଯୋଡ଼ି ହେବା ବା ସଂଯୁକ୍ତ ହେବା ବା ଯୁକ୍ତ ହେବା। କୁହାଯାଇଛି ସଦ୍ମ, ସଦ୍ମ କହିଲେ ମିଳନ ସ୍ଥଳ ବା ଘର, ନିଗୁଡ଼ କହିଲେ ଗଭୀର ବା ବହୁତ ଯୋଡ଼ି ହେଇ ରହିବା ସମ୍ପର୍କ, ସାଇଁ କହିଲେ ସ୍ୱାମୀ ବା ପ୍ରଭୁ, ଲାବଣ୍ୟ କହିଲେ ସୌନ୍ଦର୍ଯ୍ୟ, ତନୁ କହିଲେ ଶରୀର ଆମେ ଜାଣିଛନ୍ତି, ସରସୀ କହିଲେ ପୋଖରୀ, ରଶ୍ମି କହିଲେ କିରଣ, ପିୟୁଷ କହିଲେ ଅମୃତ, ଶ୍ରୀର ଅର୍ଥ ସୌନ୍ଦର୍ଯ୍ୟ, ମତ ମାନେ ପାଗଳ, ମଧୁପ ହେଲା ଭଁର ବା ଭ୍ରମର, ମହୁମାଛି କହିଲେ ବି ଚଳିବ, ସମ୍ବଳ ମାନେ ଆଶ୍ରୟ ବା ପୁଞ୍ଜି, ଆମ କତିରେ ଥିବା ଯାହା ଯେକୌଣସି ପୁଞ୍ଜି ବା ଆଶ୍ରୟ ଅଛି ତାକୁ ଆମେ ସମ୍ବଳ ବୋଲି କହିପାରିବା, ବିମଳ ମାନେ ନିର୍ମଳ ବା ସଫା, ଯୋଗ ମାନେ ସମ୍ପର୍କ ଘନିଷ୍ଠ ନୁହେଁ ଏଟା ସମ୍ପର୍କ ହେବ, କଳୁଷ କହିଲେ ପାପ, ସୁଦଶା କହିଲେ ସୌଭାଗ୍ୟ ଭଲ ଭାଗ୍ୟ। ମୁଁ ଆଶା କରୁଛି ଆପଣମାନେ ଭଲ ଭାବରେ ଏଇ କବିତାଟିକୁ ବୁଝିପାରିଥିବେ। କବିତାଟିକୁ ବୁଝିପାରିଥିଲେ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।